କରିବା କାରଣ ଆହେ ବାବୁ ମାନେ ଏବେ ଶୁଣ ଡେରି କରନ ପଚାରିଲେ ପିଲା ଭାଇ ସୁନ୍ଦର ପ୍ରସନ୍ନ ଯେତେ ପ୍ରାଣୀ ସଂସାରରେ ହେଉଛନ୍ତି ଜନ୍ମ ବାପା ମାଙ୍କର ପିଣ୍ଡକୁ କାରଣ ହୁଅନ୍ତି ମାତ୍ର କୋ ପୁଅ ମରି ପିଣ୍ଡ କାରଣ ହୋଇଛି ମରିବା ପରେ କେବଳ କୁମର ରଖିଲା ପିଣ୍ଡକୁ ଦେଖ ତାର ବାପାର ସେ ମରି ଅଛି ମାତ୍ର ତାହାର ବାପାକୁ ସେ କରୁଛି ମୁକ୍ତି ସମସ୍ତେ ସିନା ବଞ୍ଚିଥିବା କାଳରେ ବାପାର ଶବକୁ ନେଉଛନ୍ତି କାନ୍ଦରେ ମଲା ପରେ କେହୁ ସୁତ ବାପାକୁ ନେଇଛି ତ ଏ କଥା ଗୋଟିଏ ସର୍ବେ ଶୁଣନ୍ତୁ ଶ୍ରୁତି ପଥ ଆଜ୍ଞା ମୋର ସୁନ୍ଦର କଥା ଆମେ ସିନା ବଞ୍ଚିଥିଲେ ବାପା ମଲେ ଖାନ୍ଦରେ ଭୁଇ ନେବା କିନ୍ତୁ ମରିକିରି କୋ ପୁଅ ତା ବାପାକୁ ନେଲା ପାର କରିବାରୁ ତା ବାପାର ଜୀବନ ରଖିଲା ଏଇଟା ମହାଭାରତ ଦେଖ ଗଦା ପର୍ବର ଲେଖା ହୋଇଅଛି ମୋର ପଣ୍ଡିତ ନର ଦୁର୍ଯ୍ୟୋଧନ ଯେବେ ରକ୍ତ ନଦୀ ପାର କେତେ ଶବ ସେହି ଧରିବ ସବୁ ଯାକ ଶବ ଯେ ବୁଡ଼ି ବୁଡ଼ି ଯିବ ଭାବିଲା ସେ ରାଜନ ଦେଖ ତାହାର ମନ ଲେଉଟିଲେ ଶବ ଯାକ ଯାଉଅଛି ବୁଡ଼ି ମାତ୍ର 103 ନମ୍ବର ତାହାର କୁମର ଲକ୍ଷଣ କୁମର ଦେଖ ନାମ ତାର ଆସୁଅଛି ଭାସି ଦେଖିଲା ସେ ନୃପବର ତା ଉପରେ ଯାଇ ଗଦା ରଖିଲା ନିଜେ ମଧ୍ୟ ଶବ ଉପରେ ବସିଗଲା ଏ ରକ୍ତ ନଦୀ ଗୋଟିକ ହୋଇଲା ପାର ଆର ପଟେ ଯେବେ ଗଲା ମନେ କଲା ବିଚାର କେଡ଼େ କେଡ଼େ ଶବ ଯାକ ଧରିଲି ତ ମୁହିଁ ବୃଷାସନ ଭଳିଆ ଭାଇ ବୁଡ଼ି ଗଲା ରହି କିଏ ସେ ମହାତ୍ମା ମତେ ପାର କଲା ଏହି ଏତେ ବୋଲି ଦୁର୍ଯ୍ୟୋଧନ ସେ ଦିନ ଓଲଟାଇ ଯେବେ ଦେଖିଲା ନୟନ ନିଜ ପୁଅ ଲକ୍ଷଣ ଦେଖିଦେଲା ଶୁଣ ବୋଇଲା ଦୁର୍ଯ୍ୟୋଧନ ବିକଳ ହୋଇ ମନ ହରେ ତୋ ପରି ପୁଅ ସମସ୍ତଙ୍କ ହେଉ ଜନ୍ମ ମୋ ପରି ବାପା କେବେ କାର ନ ହେଉ ଚଣ୍ଡାଳ ବାପା କହିଲା ହେ ବାବୁ ଯଦି ତୋ କଥା ଶୁଣିଥାନ୍ତି ରେ କୁମର ଆଜିକି ଏ ଅବସ୍ଥା ହୁଅନ୍ତା ମୋର ଦୁର୍ଯ୍ୟୋଧନ କହିଲା ବାପା କେତେ ବୁଝାଇଲୁ ମତେ ଆହେ ହେ ପ୍ରିୟର ପାଣ୍ଡବଙ୍କ ସଙ୍ଗତରେ ଦ୍ୱନ୍ଦ୍ୱ ତୁମ୍ଭେ ନ କର ଶ୍ରୀକୃଷ୍ଣ ଅଟନ୍ତି ସହପକ୍ଷ ତାଙ୍କୁ ହୋଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ ମରିବ ବୋଲି କହି ଯଦି ତୋର ବୋଲ ଶୁଣିଥାନ୍ତି ପୂର୍ବେ ସତ ଏ ଅବସ୍ଥା ନ ହୁଅନ୍ତା ରେ ମୋର ପୁତ୍ର ହରେ ହସ୍ତୁଳି ତୁଳିରେ ଯାକୁ ନିଦ୍ରା ନ ହେଉଥାଇ ଆଜି ଭୂମି ଶଯ୍ୟା ହେଲୁ ବୋଲି ନ କହି ସେଦିନ ଦୁର୍ଯ୍ୟୋଧନ ବିକଳିତ ହେଲା ଗଦା ଟେକି ତିନି ତାର ଭୂମି ଫଟାଇଲା ପୁତ୍ରକୁ ଶୁଆଇ ଦେଇ ସେହି ଗର୍ତ୍ତ ପରେ ଭାବିଲା ଖୋଜି ପାଣ୍ଡବେ ମାରିବେ ସତ୍ୱରେ ଏପରି ଭାବିଣ ସେ ଦୁର୍ଯ୍ୟୋଧନ ଗଲା ଏଣୁ ମରି କରି ପୁଅ ବାପାକୁ ରଖିଲା এইটা মহাভারত ভাই গদা পর্বরে লেখা হয়েছিল কহিলে সভার হেলে আগে সমস্তে বঞ্চিকি বাপাকে সব সংস্কার করে নিয়ন্তি কিন্তু মরিসারা পরে লক্ষণ কুমার তা বাপাকে রক্ত নদী পার করেছিল এটা মহাভারত গদা পর্ব লিখন